ପ୍ରଚଣ୍ଡ ଦୁର୍ଯ୍ୟୋଧନ ଛୋଟ ବାଲକ ଠାରୁ ଖଲ ପ୍ରକୃତି ଥିଲେ କିନ୍ତୁ ତାର ସ୍କନ୍ଦରୁ ଲକ୍ଷ୍ମୀ ଚ୍ୟୁତ ହୋଇନଥିଲେ। ଦୁର୍ଯ୍ୟୋଧନ ଭଗବାନଙ୍କ ଠାରୁ ମାଙ୍କ ଠାରୁ ସବୁବେଳେ ପୁଅ କିନ୍ତୁ ଦୁର୍ଯ୍ୟୋଧନ ଖରାପ ପ୍ରକୃତି ଥିଲେ ମଧ୍ୟ ତାଙ୍କର ବାମ ଅଙ୍ଗରେ ସଦା ସର୍ବଦା ଲକ୍ଷ୍ମୀ ବିରାଜମାନ। ଦୁର୍ଯ୍ୟୋଧନ ଏବଂ ଭୀମଙ୍କର ଯେତେବେଳେ ଯୁଦ୍ଧ ହେଲା, ଦୁର୍ଯ୍ୟୋଧନ ଶେଷକେ ବଞ୍ଚିଥିଲେ ପଞ୍ଚ ପାଣ୍ଡବ ମଧ୍ୟରୁ ଯେ ସେ କେବଳ ଲକ୍ଷ୍ମୀଙ୍କର ସାହାଯ୍ୟରେ ସେ ବଞ୍ଚିଥିଲେ। ସହସ୍ର ଯୋଜନରେ ଗୋଟେ ଗମ୍ଭୀର ଭିତରେ ପାଣି ଭିତରେ ମା ଲକ୍ଷ୍ମୀଙ୍କର କୋଳରେ ଦୁର୍ଯ୍ୟୋଧନ ଯାଇକରି ଲୁଚିଥିଲେ। ତ ମା ଲକ୍ଷ୍ମୀ କହିଲେ ଯେ ମୁଇଁ ଥିବାର ପର୍ଯ୍ୟନ୍ତ କୌଣସି ଲୋକ ମାରି ପାର। ମନେ ରଖିଛ ଦୁର୍ଯ୍ୟୋଧନ ଲକ୍ଷ୍ମୀ ବହୁତ ଭଲ ପାଉଥିଲେ ଦୁର୍ଯ୍ୟୋଧନକୁ। ତ ଭଗବାନ ଶ୍ରୀକୃଷ୍ଣଙ୍କର ଆଦେଶରେ ମହାଦେବଙ୍କର ଶଙ୍ଖର ନାମ ଜାଣିଛ କୁ ପିଲା? ଶଙ୍ଖ ନାମ? ହଁ, ସିଂହନାଦ ଶଙ୍ଖ। ସିଂହନାଦ ଶଙ୍ଖ ବଜେଇଥିଲେ ଦୁର୍ଯ୍ୟୋଧନ ବାରମ୍ବାର 3 ଥର ଯେତେବେଳେ ସିଂହନାଦ ଶଙ୍ଖ ବଜେଇଥିଲେ ସେଇ ସମୟରେ ସହି ନ ପାରିକରି ମା ଲକ୍ଷ୍ମୀଙ୍କୁ ଗୋଟେ ଲାତ ମାରି ଦେଇଥିଲା ଦୁର୍ଯ୍ୟୋଧନ। ଆଉ ପାଣି ଭିତରୁ ସହସ୍ର ଯୋଜନ ପାଣି ଭିତରୁ ବାହାରିଥିଲା ବୋଲିକରି ଭୀମଙ୍କର ହସ୍ତରେ ତାର ମୃତ୍ୟୁ ହେଲା। ଆଉ ଗୋଟେ ଥର ଯଦି ସିଂହନାଦ ଶଙ୍ଖକେ ଶୁଣିକରି ଯଦି ଚୁପ୍ ହେଇଯାଇଥିଲା ଦୁର୍ଯ୍ୟୋଧନର ମୃତ୍ୟୁ नहीं ମା ଲକ୍ଷ୍ମୀଙ୍କୁ ଗୋଇଠା ମାରିକରି ପଳେଇ ଆସିଲା ବୋଲିକରି ଭୀମଙ୍କର ହସ୍ତରେ ତାର ମୃତ୍ୟୁ ହେଲା। ଶିବ ନାୟକ ଶ୍ରୀରାମ ପଡ଼ାରୁ 100 ଟଙ୍କା ପ୍ରଦାନ କରିଛନ୍। ସର୍ବାରିଷ୍ଟ ମଙ୍ଗଳ ହଉ, ବୋଲ ଆନନ୍ଦ କବା। ହରି ବୋଲ ହରି ବୋଲ। ଉତ୍ତର ଦେବାରୁ ଆଉ 100 ଟଙ୍କା ପ୍ରଦାନ କଲେ ଆମର ନିରୁପମା ପୂଜାରୀ ରାଧାକେ 20 ଟଙ୍କା ପୁଣି ଥରେ ପ୍ରଦାନ କରିଛନ୍ତି। ସର୍ବାରିଷ୍ଟ ମଙ୍ଗଳ ହଉ, ବୋଲ ଆନନ୍ଦ କବାଟ। ହରି ବୋଲ। ଆଚ୍ଛା, ରାଧା ଘର के तो तुम्हें ଆସିଛ। ରାଧା କୃଷ୍ଣ ହଉଛନ୍ତି ମାଇ ଏବଂ ମାଇ ଭଣଜା। ତ ରାଧା କୃଷ୍ଣ ମାଇ ଭଣଜା ହେଇକରି ପିରତି କାଜେ କରିଥିଲେ। ଯଦି ଭଗବାନ ତାଙ୍କର ମାଇ ସଙ୍ଗେ ପିରତି କରିବେ ବୋଇଲେ ଭଗବାନ ଠାରୁ ଭକ୍ତଗଣ ମାନେ କାଇଁ ଶିକ୍ଷା ପାଇବେ? କଥା ଆଗ ବୁଝେ କରି ରାଧା ମାଇ ଗଲା ରହାର আগতর বিনে শ্রদ্ধা আগতর বিনে শ্রদ্ধা আগতর বিনে শ্রদ্ধা নাই মোহর গো রাধা মাই গলার হার পূর্বে হনুমনে পাঁচিলা গো সেই চন্দ্র সেনা হইলা গো ସେହି ଚନ୍ଦ୍ର ସେନା ହୋଇଲା। ମାଇ ଗୋ ତ୍ରେତୟା ଯୁଗରେ ମୁଇଁ ଥିଲି ରାମ, ତୁମେ ଥିଲ ମୋର ସୀତା ଗୋଧନ। ପିତୃ ସତ୍ୟ ପାଳିବା ପାଇଁ 14 ବର୍ଷ ବନବାସ ଗଲୁ। ତ ସୀତାଙ୍କ ହଡର ରାବଣଙ୍କ ମରଣ ହେଲେ ଦିନେ ଯେତେବେଳେ ଅଯୋଧ୍ୟାରେ ଯେତେବେଳେ ସୀତା ନିଜ ହାତରେ ରାନ୍ଧି ରାନ୍ଧିକରି ସମସ୍ତଙ୍କୁ ଖାଇବା ଲାଗିଦେଲେ, ସେହି ସମୟରେ ହନୁମାନ ତମ ହାତ ରନ୍ଧା ଖାଇକରି ମନେ ବିଚାର କଲେ। କାହିଁ ବୋଲିକରି ସୀତା ମାତାଙ୍କର ହସ୍ତରନ୍ଧନ ଏତେ ମଧୁର ପ୍ରଭୁ ହେ ପ୍ରଭୁ ରାମଚନ୍ଦ୍ର ଯଦି ମାତାଙ୍କ ହସ୍ତରନ୍ଧନ ଯୁଗ ଯୁଗ ପର୍ଯ୍ୟନ୍ତ ମତେ ମିଳି ଯାତା ପ୍ରଭୁ, ଆନନ୍ଦ ମୋର ଜୀବନଟା ଧନ୍ୟ ହେଇଯାତା। ତ ହନୁମାନଙ୍କର ମନର କଥା ଜାଣିକରି ଶ୍ରୀରାମ କାଣା କଲେ? ଠିକ ଅଛି ହନୁମାନ, ତୁମେ ଦ୍ୱାପର ଯୁଗରେ ଚନ୍ଦ୍ରସେନା ରୂପେ ଜନ୍ମ ହେବ, ସୀତା ଜନ୍ମ ହେବେ ରାଧା ରୂପରେ। ତମକୁ ହସ୍ତରେ ରନ୍ଧନ କରିକରି ଖାଇବା ଲାଗି ଦେଲେ ତୁମେ ଖାଇକରି କେବଳ ଭଗବାନ ଭକ୍ତ ପରି ରହିଥିବ। ଚନ୍ଦ୍ରସେନା ଆଉ ରାଧା ସ୍ତ୍ରୀ ପୁରୁଷ ନାଇଁ, ସ୍ତ୍ରୀ ପୁରୁଷ ଥିଲେ କିନ୍ତୁ ଭଗବାନ ଆଉ ଭକ୍ତ ପରି ଥିଲେ। ହନୁମାନ ଯେ ଭକ୍ତ ଆଉ ଶ୍ରୀ ରାଧା ଥିଲେ ଭଗବାନ। ଆଗ ପୂର୍ବେ ହନୁମାନ ପାଞ୍ଚିଲା ଗো ସେହି ଚନ୍ଦ୍ର ସେନା ହୋଇଲା ଗো ଘରେ ତମକୁ ସେ ଯୋଗିଥିଲା। ভারি সীতা বৃষ ভানু সীতা এবার রাধা নামে গো অছ গোপর গো রাধা মাই গলার হার।
ନାଇଁ ମୋହର ଗୋ ଶୁଣ ମାଇ ଶୁଣ ଏଥର। ମାଇ ଗୋ ହନୁମାନ କୁ ପୂର୍ବେ ଶ୍ରୀ ରାମଚନ୍ଦ୍ର ବରଦାନ ଦେଇଥିଲେ ବୋଲି ସେ ଜନ୍ମ ହେଲେ ଚନ୍ଦ୍ରସେନା ରୂପରେ ଆଉ ସୀତା ଜନ୍ମ ହେଲେ ରାଧା ରୂପରେ ରାଧାଙ୍କୁ କେବଳ ବିବାହ କରି ଚନ୍ଦ୍ରସେନା ଗସ୍ତରେ ରହିଥିଲେ ଗୋଧନ ପ୍ରଭୁ ସେଥିଲାଗି ମାଏ ବୋଲିକରି କୃଷ୍ଣ ପିରତି କରିଥିଲେ ତମକେ ଗୋଧନ ରାଧା କୃଷ୍ଣ ଜୀବ ପରମ ହଁ ଜୀବ ପରମ ଗୋଟିଏ ଆତ୍ମା ଗୋଟିଏ ଶରୀର ସବୁ କିଛି କୁ ମାଇ ଯେ ସଖା ମାଇ ଘର ଆମେ ଗୋଟେ କଥା ପଚରାମା ଆଗ ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ଗୋ ମାଇ ଆଗ ପ୍ରଶ୍ନ ଏକ ପଚାରିବି ଦେବ ବୁଝାଇ ଆଗ ଭୂମି ରଜବତୀ ବର୍ଷକୁ ଥରେ ସ୍ତ୍ରୀ ରଜବତୀ ମାସକୁ ଥରେ ଆଗ କେଉଁ ରଜବତୀ ଦିନକୁ ଥରେ ଯେ ଭୂମି ରଜବତୀ କଥା କହ କେଉଁ ପାଇଁ ଧନ ପୂଜା ବିଧି ହୁଏ ଏ କଥା କହ ବହନ ରାଧା ମାଇ ଶୁଣିବେ ପଣ୍ଡିତ ଜନ ମାଇ ଗୋ ସ୍ତ୍ରୀ ରଜବତୀ ମାସକୁ ଥରେ ଭୂମି ରଜବତୀ ବର୍ଷକୁ ଥରେ କେଉଁ ରଜବତୀ ପ୍ରତିଦିନ ଥରେ ଥରେ ଯେ କଥା ଟିକେ ବୁଝିକରି କହ ମାନେ ପ୍ରତିଦିନ କିଏ ରଜବତୀ ହେସି ବୋଇଲେ ଭୂମି ରଜବତୀ ବର୍ଷକୁ ଥରେ ହୁଏ ସ୍ତ୍ରୀ ରଜବତୀ ମାସକୁ ଥରେ ହୁଏ କେଉଁ ରଜବତୀ ଦିନକୁ ଥରେ ହଁ କେଉଁ ରଜବତୀ ଦିନକୁ ଥରେ ଆଗ ଧୀର ମନେ ଶୁଣ ଆଗ ମୋର ମୋହନ ଏକାମ୍ର ବନର କଥା ପାର୍ବତୀ ହୋଇଥିବା ପଧନ ମୋର କଳା କାଣ୍ଡ ହୋଇକି ରାଧା ମାଇ ଗୋ ରାଧା ମାଇ ଦିନେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀ ଦୁଇଟା ଅସୁର ଦୈତ୍ୟକେ ମାରିକରି ଆସିକରି ଏକାମ୍ର ବନରେ ଶୋଇଥିଲେ ତୁମେ ଖୁବ କଲ କଲ ହଉଛ ମହାଦେବ ରୋଷାରେ ଆତୁର ହେଲେ ତ ସେଇ ସମୟରେ କାଣା ହେଇଛି ପାର୍ବତୀଙ୍କୁ ମା ପାର୍ବତୀଙ୍କୁ ଶୋଷ ଲାଗିଲା ଆହା ପାର୍ବତୀକୁ ଶୋଷ ଲାଗିଲା ପରେ ମହାଦେବ ଉଠାବା ପାଇଁ ପାର୍ବତୀଙ୍କୁ ଦେଇଛନ୍ତି ତ ପାର୍ବତୀ ଉଠି ସାରିଲା ପରେ ମହାଦେବଙ୍କୁ କହିଲେ ପ୍ରଭୁ ମତେ ପାଣି ଟିକେ ଦିଅ ମୁଁ ଟିକେ ପିସି ବୋଇଲେ ତ ସେ ଜାଗାରେ ପାଣି ନଥାଏ ତ ମହାଦେବ କାଣା କଲେ ଆଗ ତ୍ରିଶୂଳ ମୁଖରେ ପର୍ବତ ବିଦାରେ ବିନ୍ଦୁ ହ୍ରଦ ନିର୍ମାଣିଲେ ପାର୍ବତୀ ମୁଖରେ ଜଲ ସମର୍ପଣ ପାର୍ବତୀ ଟୁକିଲ ଭିଲେ ଏକ ନିରଜ ସ୍ଥାପନ ଆପାର କରିବା ପାଇଁ ସର୍ବତୀର୍ଥକୁ ଡକାଇ ଆଣିଲେ ବୃଷରେ
ଶୋଷ ଲାଗିଲା ଏକାମ୍ର ବନରେ ମହାଦେବ ତ୍ରିଶୂଳ ମୁଖରେ ପର୍ବତ ଛେଞ୍ଚି ପାଣି ବାହାର କଲେ। ମାତା ପାର୍ବତୀ କି ନେଲେ ସେ ପାଣି ଦେଇଥିଲେ। ମାତା ପାର୍ବତୀ କି ତାଙ୍କ ଶୋଷ ମେଣ୍ଟେଇଥିଲେ। ଦେଖିଲେ ଯେ ପାଣି ବୋହି ତେଲ ଚାଲୁଛି। ମହାଦେବ ବିଚାର କଲେ ଯେ ଏଇ ଜାଗାରେ ଗୋଟେ ଆମେ ଲିଙ୍ଗ ସ୍ଥାପନ କରିବା। ବୃଷଭକେ ଆଦେଶ ଦେଲେ ବୃଷଭ ସବୁ ତୀର୍ଥକୁ ଇନ ଡାକି ଆଣ ଆମେ ଲିଙ୍ଗକେ ସ୍ଥାପନ କରିବା। ଯେତେବେଳେ ବୃଷଭ ଡାକବା ପାଇଁ ଯାଇଛନ୍ ଆଗ ସର୍ବ ତୀର୍ଥ ଦେଖ ସେଟାକୁ ଆସିଲେ ନ ଆସିଲା ବରାବରି कृष्ण राधा के 70 टंका प्रदान कर शत्रुघर नायक ईश्वर पड़ारो माँ महालक्ष्मी कोटिए संपत्ति प्रदान करंतु बोला आनंद हरि बोलो आगंतु राज बहुल कृत कलार तिथि आर भास्करम दुष्ट विनाश हेतु हरि गोविंदम चरणारविंदम बलदेव जगन्नाथ स्वामी की पूरी थरे मुक्ता दे नाम राधा कृष्ण को 50 टंका प्रदान कर माँ महालक्ष्मी गृह कोटिए संपत्ति प्रदान करते एक बार हरि बोल तो महादेवंकर आदेश मानि करी भक्त वृषभ समस्त तीर्थन को डाकवा आग सर्व तीर्थ देख न आसिला रजपति मोहि होइछि बोइला गर्व अहंकार करी हरि आसीन शिव को कहिला गोदावरी न आसिला रजपति मोहि होइछि बोलिला शिव को कह बोइला महादेवंकर भक्त वृषभ देखवा समस्ते कथा मानिक महादेवंकर पास पले आसले गोदावरी पास जिते गले गोदावरी मनरे गर्व अहंकार भरी रही से मिथ्या कथा कहले रजवती होइछे आर महादेवंकर पास के दिए नहीं जाई पारे वृषभ आसिक जिते कथा कहिछे महादेव तो अकर्म कर्मदायक गोदावरी मिथ्या कथा जानी पाइले आगो एहा परे हर क्रोधे साप्य देले आलो गोदावरी सुन मिथ्या है सत्य रजवती होई रही था तीर दिन गोदावरी रही पुराणे प्रमाण पुराणे प्रमाण हो सुदने कहे अधम मिथ्या कथा कही रजवती महादेवंकर पास के नहीं जाई पारे महादेव जानला मात्र के गोदावरी ऊपर क्रोध हेले आ अभिशाप देले रे गोदावरी ती रजवती नहीं तो रजवती हेछे बोली कर असत्य कथा महादेवंकर पास के कहछे जा आदि छरु मई तते अभिशाप दे दो से असत्यटा सत्य रे तो महादेवंकर अभिशाप करू गोदावरी सब रजवती करे रजवती
ଗୋଦାବରୀ ଗର୍ଭଚନା ହେଲା ପରେ ମହାଦେବଙ୍କୁ କ୍ଷମା ମାଗିଲା। କ୍ଷମା ପ୍ରଭୁ ମାଗିଲେ ମତେ କ୍ଷମା କରିଦିଅ। ଆହା ସବୁଦିନ ମୁଇଁ ସବୁଦିନ ଅଶୁଦ୍ଧ ଯଦି ମୁଇଁ ଥିମି ଓହୋ ବୋଲେ ମୁଇଁ ଆଉ ମୁକ୍ତି ନାଇଁ ନ। ମୁକ୍ତି ନାଇଁ ନ ମହାଦେବ ହଉଛନ୍ ଭୋଲାନାଥ, ମତେ ଯେହେତୁ କ୍ଷମା ମାଗଲା ମୋର ଅଭିଶାପ ତ ନାଇଁ ଟଳିଯାଏ ଗୋଦାବରୀ, ତତେ ଆଶୀର୍ବାଦ କରୁଛେ ଯେନ୍ ଦିନ ନୃସିଂହ ବ୍ରତ ପଡୁଥିବା ସେଦିନ ଗୋଟେ ଦିନ ତୋର ଶୁଦ୍ଧ ଦିନ ଥିବା, ଆଉ ସବୁଦିନ ତୁ ଅଶୁଦ୍ଧ ହେଇକି ରହିଥିବୁ। ରହିଥିବୁ ନୃସିଂହ ଏଇଟା ଲିଙ୍ଗ ପୁରାଣରେ ପ୍ରମାଣ ପ୍ରମାଣ ଅଛି।